ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ଦେଖୁଥିବା ତୋରି ପାଇଁ ତୋ ପାଇଁ ଧାରାବାହିକରେ ଆଜି କିନ୍ତୁ ଚିକି ବ୍ୟସ୍ତ ହୋଇଯାଉଥିବା ଏବଂ ସେପଟେ ଚିକିର ପୂଜାପାଠ ଅଧୁରା ଥିବ ଏବଂ ସମସ୍ତେ ଅଗସ୍ତ୍ୟ ପରିବାର ସେପଟେ ବ୍ୟସ୍ତ ହେଉଥିବେ, ଫୋନ୍ କରୁଥିବେ ତଥାପି ଫୋନ୍ ଲାଗୁନଥିବ ଏବଂ ସେପଟେ ଚିକି ବ୍ୟସ୍ତ ହୋଇଯାଉଥିବ। ସେ ଫଟୋକୁ ଧରି କାନ୍ଦୁଥିବ ଏବଂ କହିବ ମୋତେ ଛାଡ଼, ମୋତେ ଛାଡ଼ିଦିଅ। ତାପରେ ମମି କହିବ କିଛି ହେବନି, ତୋ ପାଖରେ ଭଗବାନ ଅଛନ୍ତି। ଏମିତି ତା ମମି ସାନ୍ତ୍ୱନା ଦେବେ। କିନ୍ତୁ ତଥାପି ଚିକିର ମନ ବୁଝେ ନାହିଁ। ସେ ଦୌଡ଼ିବାକୁ ଲାଗିବ। ଏତିକି ବେଳେ ନିଶା ତା ଆଗରେ ଛିଡ଼ା ହେବ ଏବଂ କହିବ କାହିଁ ଟେନସନ୍ ନେଉଛୁ, ଆମ ରାମ ଭାଇ ଆସିବେ ନିଶ୍ଚୟ, ଏମିତି କହିବ ଏବଂ ସେ ନିଶା ମନେ ମନେ ଭାବୁଥିବ ଯେ ସେ ଯଦି ଚାଲିଯିବ କିନ୍ତୁ ରାମ ବଞ୍ଚିଯିବ, ଏମିତି ଖୋଜି ପାଇଯିବ। ସେଥିପାଇଁ ସେ ତାକୁ ଯାଇବାକୁ ଦେଉନଥିଲେ ଏବଂ କହିବ ତୁ ଯା ରୁମ୍ରେ ଶୋଇବୁ, ଏମିତି କହିବେ। ତାପରେ ସେ ତଥାପି ମାନିବନି। ସେ ବାହାରକୁ ଚାଲିଯିବ ଏବଂ ସେ ରାମକୁ ଖୋଜିବାରେ ହଠାତ୍ କିନା ସେଠି ପାଖରେ ଗୋଟେ ଗାଡ଼ି ଦେଖିପାଇବ ଏବଂ ସେ ଦେଖିବ ରାମ ଏଇଠି କେଉଁଠି ଅଛନ୍ତି, ଏମିତି ଭାବିବ। ତାପରେ ସେ ରାମ ପାଖକୁ ଦୌଡ଼ିକି ପହଞ୍ଚିଯିବ ଏବଂ ସେପଟେ ଚିକି ରାମକୁ ଖୋଜି ତାପରେ ସେପଟେ ରାମ ବି ଚିକି କହୁଥିବ ଏବଂ ତାକୁ ହଠାତ୍ କିନା ଖୋଜି ପାଇଯିବ ଏବଂ କହିବ, ରାମ କହିବ ଚିକି ତମେ ଆସିଗଲ, ଏମିତି ଶେଷ ନିଶ୍ୱାସ ମୋର, ଏବେ ମୁଁ ବଞ୍ଚିବି କି ନାହିଁ ମୋତେ ଜଣା ନାହିଁ, ଏମିତି କହିବ ରାମ ଏବଂ ସେପଟେ ସେ ବ୍ୟସ୍ତ ହୋଇଯିବେ ଚିକି ଏବଂ ଭଲପମ୍ପ ବାଲାଙ୍କୁ କହିବ ଯେ ଚାଲ, ମୋ ସ୍ୱାମୀ ଏବେ ଅସୁବିଧାରେ ଅଛନ୍ତି। ତାପରେ ହସ୍ପିଟାଲକୁ ନେଇଯିବେ ଏବଂ ହସ୍ପିଟାଲରେ ସେଇଠୁ ଏକ ନୂଆ କାହାଣୀର ମୋଡ଼ ଆରମ୍ଭ ହେବ। କାରଣ କେହି ବ୍ଲଡ଼ ଦେବାକୁ ସାହସ କରିବେ ନାହିଁ, କାରଣ ରାମ ବି ଜଣେ ଅନାଥ। ସେଥିପାଇଁ ସେମାନେ କେହି ଅଗସ୍ତ୍ୟ ପରେ ବ୍ଲଡ଼ ଦେବାକୁ ମନା କରନ୍ତି ଏବଂ ଚିକି କହିବ କାହିଁକି, ସେ ତ ରାମ ତୁମ ପାଇଁ ଜୀବନ ବି ଦେଇପାରେ ଏବଂ ତାର ପାଇଁ ବ୍ଲଡ଼ ଏବେ କେହି ଦେବାକୁ ରାଜି ନୁହନ୍ତି। ଚିକି କହିବ ମୁଁ ଦେବି ବ୍ଲଡ଼, କେତେ ଦରକାର, ଏମିତି କହିବ। ତାପରେ ସେ ଚିକି ବ୍ଲଡ଼ ଦେବେ ଏବଂ ରାମ ଧୀରେ ଧୀରେ ସୁସ୍ଥ ହେବାକୁ ବସିବ।